हेलो गुड मॉर्निंग एवरीवन। तो आज ब्लॉग होची किटी पार्टी ब्लॉग। किटी पार्टी माने एडी किटी पार्टी मेंबर सब अछंती तमरो कोन सब माने तमरो कोन माने आंटी मानको ग्रुप बोंको ग्रुप दीदी भी अछंती से ग्रुप रे। तो आम घरे आज चालुची माने लंच टाइम रे सब आसीबे तो सेति में सब अरेंजमेंट परिवार अछि। ଭାବିଲି ପିଣ୍ଟୁ ଆଜି ମାଗଣା ଖାଇବାକୁ ଦଉଛନ୍ତି ତାଙ୍କୁ ଟିକେ ଝଡେଇବି ତେଣୁକରି କପଟେ ଚା ତାଙ୍କୁ ଲାଞ୍ଚ ଦେଇକି ଏତେ ସାରା ଚିଙ୍ଗୁଡି ଏତେ ସାରା ଚିକେନ କେମିତି ଖାଇବି ସେଇଟା ମୁଁ ଭାବୁଛି। ଆଉ କାଲି ତ ଦେଖଉଥିଲି ରାତିରେ ବସିକି ବୋଉ ପିଆଜ କାଟୁଥିଲେ ହେଲା ସେ ତ ରାତି ଗୁରୁ ଆରେଞ୍ଜमेंट ଚଲେଇଛନ୍ତି। ତ ମୁଁ ଦେଖେଇବି ସବୁ କେମିତି ପ୍ରିପାର ସବୁ ହବ ସବୁ ତମ ବ୍ଲଗ ରେ ମୁଁ ଦେଖେଇବି। ଓକେ କଣ କଣ ଆଇଟମ କରୁଛୁ କି? କରିବି ଡାଲି କରିବି ବଡ଼ିଚୁରା ଆଳୁ ଭର୍ତ୍ତା କରିବି ବେସନ ଆଳୁ ଯୋଉ ପୋଟଳ କାବୁଲି ବୁଟ ତାକୁ ଗୋଟେ ମିକ୍ସ ତରକାରୀ କରିବି ଚିକେନ କରିବି ଚିଙ୍ଗୁଡ଼ି କରିବି ପାମ୍ପଡ଼ କରିବି ସାଲାଡ ବନେଇବି ଛତୁ ଛତୁ ଅଛି ଛତୁ କରୁଛୁ ହଁ ଛତୁ କରୁଛି କେତେବେଳେ ଆସିବେ? ସିଏ ଆସିବେ ମୁଁ କହିଛି 12ଟା ସାଢ଼େ 12ଟା ବେଳକୁ ଆସିବା ପାଇଁ। ତୁ ଶୋଇନୁ ନା କଣ ରାତିରେ? ମୁଁ ସେମାନଙ୍କୁ ଡାକିବି ମାନେ ତ ଶୋଇବି ନାହିଁ ନା ନିଦ ହବ। ମୁଁ ବେଶୀ ଖୁସି ତମ ମାନଙ୍କ କଥା ରଖିକି ସେମାନେ ଆସୁଛନ୍ତି ଭୁବନେଶ୍ୱରରୁ ମାନେ ସେଇଟା ପାଇଁ ମୁଁ ବେଶୀ ଖୁସି। ସେତିକି ଟାଇମ ଦବା କିଏ ଦବ ସେ ସେଇ ସ୍ନେହତା ରଖିଛନ୍ତି ବୋଲି ମୋ ମନରେ ଭାରି ଖୁସି ଅଛି ତାଙ୍କ ପାଇଁ। ରାତିରୁ ଲାଗିଛି ତା କାମ ଚାଲିଛି। ସେ ଯୋଉ ଅଙ୍କଲ ଆଣ୍ଟି ଥରେ ଦେଖଉଥିଲି ବ୍ଲଗ ରେ ରିଟାୟାର୍ଡ ହେଇଯାଇଥିଲେ ପୁରା ଫ୍ୟାମିଲି ଟାଇପରେ ମିଶୁଥିଲୁ ତ ସେ ଆସୁଛନ୍ତି। ଏବେ ଯାଉଛି ଚିକେନ କୁ ଚିଙ୍ଗୁଡି ଆଣିକି ଆସିବି ଆଉ ହେଲା। ତ ଏବେ ମୁଁ ପହଞ୍ଚି ଯାଇଛି ନା ମାଛ ମାର୍କେଟ ରେ ଚିଙ୍ଗୁଡି ନେବା ପାଇଁ। ଦେଖନ୍ତୁ ସକାଳୁ ସକାଳୁ ବି ଭିଡ ପୁରା ବହୁତ ଭିଡ ହେଇଯାଇଛି। ହଁ ଭିଡ ପୁରା ଆସିଲ ଆଣିଲ ମିଳିଲା ହଁ ମିଳିଲା। ଯୋଉଟା ଖୋଜୁଥିଲା ସେଟା ମିଳିଲା କି ନାଇଁ? ହଁ ବେଶୀ ବଡ ସାଇଜ ନାହିଁ ନର୍ମାଲ ସାଇଜ ଟା ଆଣିଛି ଚିଙ୍ଗୁଡି ନର୍ମାଲି ଆଉ ହଉ ଜାଗା ବାହାର କରିଦେଇଛି। ତାକୁ ଆଡ ପାଣି କଣ ନାହିଁ ରେ? ପାଇପ ପାଣି ନାହିଁ ଏଗାରଟା ବେଳକୁ ସବୁ ହେଇଯାଇଥିବ। କଣ କରିବି ହଁ ଲକ୍ କରିଦବ। ତୋ ବାବାଙ୍କର ଲଭ୍ ଯୋଉ ଏକ୍ସପିରିଏନ୍ସ ଟା ବହୁତ ନା। ଲଭ୍ ଇଜ ଲାଇଫ। ଲାଇଫ ଇଜ ଲଭ୍। ହୁଁ ମୁହଁରେ ପାଉଡର ଟିକେ ଦେଇଦିଅ ଆର ପଟ ଗାଲ ବାସ୍ ବାସ୍। ବାବା ଆଜି ସବୁ ଆସିବା ଆମ ଘରକୁ। ହଁ ସେଇଟା ହେଲେ ପୋଛି ଦିଅ ବୁଢୀ ମୁହଁ ଟା। ତାହେଲେ ପୋଛିବାକୁ ପଡିବ। ଆଉ ଏମିତି କେମିତି ପାଉଡର ହେଇଛି ଦେଖିଲ ଯେମିତି ଖାର ଗୋଳା ହେଇଛି। ହେଲା ସୁନ୍ଦର ବାବାର ଅଛି। ଏଟା କଣ ତୁ ବାଛିବୁ ନା ମୁଁ ବାଛିବି? ତମେ ବାଛ ମୁଁ ପଛରେ ଆସିକି ଜଏନ୍ କରିବି ଖାଲି ଆଉ। ଖାଇବାକୁ ଯିବୁ? ମୁଁ ଖାଇଦେବି ତାପରେ ତମେ ବାଛୁଥାଅ ଖାଇସାରେ ତାପରେ ମୁଁ ଆସିକି ବସିବି। ଆରେ ବଡ ଜାଗା ହେଇଥିଲେ ହେଇଥାନ୍ତା ବୋଧେ। ଇରେ ବାବା ବହୁତ ଟାଇମ ଲାଗିବ। କୋଉ ସାଡେ କଣ କରୁଛନ୍ତି କି? ବୋଉ ବୋଉ କଣ ଛାଣୁଛନ୍ତି ବେସନ ବେସନ ବୋଧେ। ହଁ ଆଉ ଚାଲିଛି କାମ ଆଉ ପୁରା ଗୋଟେ ଘଣ୍ଟା ଘଣ୍ଟାଟେ ପରେ 11ଟା ଯାଉ 15 ମିନିଟ୍ ଅଛି। ତାହେଲେ ବେଶୀ ହେଇଗଲା। ତ ମୁଁ ତ ହେଲ୍ପ କରିଦେଇଥିଲି ନା। କଣ ଦୁଷ୍ଟ ହଉଛି? ଏଇରେ ଏଇଟା ଦେଖ ତାର ଦୁଷ୍ଟ। ବାବା ମାରନ୍ତିନି ବାବା ବଡ ତୁ କୁନି ବେବି ମାରିବୁନୁ ଗେଲ କରିଦଉ। ମାମାକୁ ମାରିଲେ ହାତ କଣ ହବ? ମାମାକୁ ମାରିଲେ ହାତ କଣ ହବ କହିଲ? ହଁ ସେମିତି କରିବ ମାମାକୁ ମାରିବ ନା।
ପାଣି ପକେଇବି ହଳଦୀ ଲୁଣ ହଁ ନେଇ ଆସ। ଠିକ ଅଛି ହଉ। କଣ କରୁଛୁ ବାବୁ? ଛତୁ ବାଛୁଛି। ତୁ ବାଛୁଛୁ? ତୋ ବୋଉ ବାଛୁଛନ୍ତି, ମୁଁ କୋଳରେ ବସିଛି। ରୋଷେଇ ହଉଛି, ଖାଇବି। ତୁ କଣ ଖାଇବୁ ଆଜି? ତୁ ଆଜି କଣ ଖାଇବୁ? ଆଉ ଛତୁ। ଆଉ ଚିକେନ ଆଉ ଫିସ୍ ଆଉ ତୁ ସେତିକି ଖା, ସେତିକି ଖା, ତମ ଉପରେ ପେଟ ନାହିଁ। ଭାତ ଆଉ ବେସନ ତରକାରୀ ହଁ ସବୁ ବେସନ, ପୋଟଳ, କାବୁଲି ପୋଟଳ। ଛତୁ ତାପରେ କରିବୁ। ଛତୁ ଏନେ ବସେଇଦେବି ନା, ଡାଲି ବସେଇଛି, ଛତୁ ବସେଇବି। ଅଙ୍କଲ ଆଣ୍ଟି କି ଫୋନ କରିଥିଲୁ? ଅଙ୍କଲ ଆଣ୍ଟି କି ଫୋନ କରିଥିଲୁ ତ? ସେ କେତେବେଳେ ପହଞ୍ଚିବେ? ସିଏ ପହଞ୍ଚିବେ, ଆସୁଛନ୍ତି ତ ସେଇ ସକାଳ 7:30 7:30 ବେଳକୁ ବୟସ 8ଟା ପରେ ବି ଛାଡେ। ଓହୋ। ମୁଁ ଆସିଛି, ଆଉ ସେଇଥିରେ ଆସିଛି, ଯୋଉଥିରେ ପହଞ୍ଚିବେ ଆଉ। ସେ ତାଙ୍କ ଜଳଖିଆ ଚାର୍ଜରା ଦେଇଦେଇଛି ନଳିନ କଲା ଟିକେ ଆଉ। ଆଚ୍ଛା ହଉ ଠିକ। ସିଏ ରୁଟି ସନ୍ତୁଳା କରିକି ଦେବେ ଆଉ। ଆରେ ବା, ଚିକେନ ବି ଷ୍ଟାର୍ଟ କରିଦେଲୁନି କିରେ? ମୁଁ ଖାଇଲା ଭିତରେ ଆରମ୍ଭ କରିଦେଲୁନି ତାହେଲେ? ହଁ ଖାଇସାରିଲିଣି। ଚିକେନ ଏତେ କଷ୍ଟ ନଥାଏ ନା? ଦାଦା କଣ ଆଣିଲୁ? ଦେଖ କଣ କହିଲୁ? ଏଟା କଣ? କଣ? ବେସନ। ମୋର ଗୋଡ ଚାଙ୍ଗା ହେଲେ ମୁଁ କେତେ ବାହାରୁଛି କିନ୍ତୁ ମାରିଛି ଆଉ ପହଞ୍ଚିଗଲ? ହଁ ଖାଇବା ପାଇଁ ପହଞ୍ଚିଗଲି। 11:45 ହେଇଛି। ଯେତେବେଳେ ଆରମ୍ଭ ମାନେ ଦରକାର ଥିଲା ସେତେବେଳକୁ ପହଞ୍ଚିଲ। ମୁଁ ମାଗଣା ଏ ଖାଇଲେ ଖାଇଲା ଆଗେ ଟାଇମ୍ ରଖିଯାଏ। ରେ ଆଜି ପହଞ୍ଚିଲ। ଟିକେ ପୁଅକୁ ଧରିଲେ ହେଲେ ମୁଁ ମସଲା କରିଦେଇଛି, ଚିଙ୍ଗୁଡ଼ି ଆଉ? ବସେଇଦେବି। ମୁଁ ମାଗଣା ଖାଇଲେ ଟିକେ ଆଗେ ପଳେଇ ଆସେ କାଳେ ସରିଯିବ। ଆଉ ସେଥିପାଇଁ ଘୋଡେଇ ଦେଲୁ, ଘୋଡେଇ ଦେ, ଘୋଡେଇ ଦେ। ନାଇଁ, ଏଇଟା ନଜର ପକେଇଦେ, ନଜର ପକେଇଦେ। ଗଲା ପେଟ କାଟିଲା। ଏ ଚିଙ୍ଗୁଡି ବୋଉ ଟିକେ ପକେଇଦବୁ ତ। ଟିକେ ଚାଖିଦବୁ। ହଁ ଟିକେ ଫୋପାଡ଼ି ଦବୁ ତ ତଳେ ବୋଉ। ସବୁ କଣ ଚିକେନ ଟିକେ, ଚିଙ୍ଗୁଡି ଟିକେ ତଳେ ଖାଇବା ଫୋପାଡ଼ି ପାଇଁ ଦେ ଆସିଲେ ହେଲା। ହେଲେ ହେଇନି ଆଉ। ପେଟ କାଟିଲା ଆଜି ପୋକା ମୋର। ପୁଦିନା ହରା ଅଛି, ଅଜୱାଇନ ଅଛି। ହଁ ଡକ୍ଟର ଟ୍ରିଟମେଣ୍ଟ ଆଉ କରିଦବା। ଶୁଣ ଶୁଣ, ଆଉ ମଜା ନାହିଁ। ଗରମ ଗରମ ସ୍ପେଶାଲ ଚା। ତମ ବାଡିକୁ କେତେ ବୁଲିଲୁ ନା କେତେ ଆଣିବୁ? 20 କେତେ 20 ଆଣିବୁ? କଫିରେ ଫ୍ରିରେ? ବାବା କଫିରେ ବୁଲାଅ। ହଁ ଫ୍ରି ବୁଲାଅ, ଫ୍ରି ବୁଲାଅ, ଫ୍ରି ବୁଲାଅ। କଣ କଣ ସବୁ ରେଡି ହେଇଗଲାଣି? ସବୁ ହେଇଛି, ପୋଟଳ ବେସନ ଏଇ ସବୁ ତରକାରୀ ସରିଲାଣି। ହଁ ବଡି ଭଜା ସରିଛି, ଆଳୁ ଭର୍ତା ସରିଛି, ଡାଲି ସରିଛି, ଆଉ ଏଇନେ ଚିଙ୍ଗୁଡ଼ି କି ଚିକେନ ଅଛି। ଚିକେନ ବସୁଛି କାଇଁ? ଚିକେନ ଚିକେନ ଓହୋ ଆଚ୍ଛା ଆଚ୍ଛା। ଅଲଗା, ଚିଙ୍ଗୁଡ଼ି ଅଲଗା। ଚିଙ୍ଗୁଡ଼ି ଗୋଟେ ଗୋଟେ ଧରିଲନି ଏକା ସାଙ୍ଗରେ? ଧରିବ ନାଇଁ, ଧରିବ ଯେ ଭଜା ହଉଛି, ଟାଇମ ଡେରି ହେଇଗଲାଣି। ତ ଏଠି ଚିକେନ ବସେଇବୁ? ହଉ ଠିକ ଅଛି। ଆଉ ଚିଙ୍ଗୁଡ଼ି ବସୁଛି ଆଉ। କଣ କରୁଛୁ ଯେ? ଓହୋ ଡଷ୍ଟବିନ୍ କି? ଏପଟେ ବାଲକୁନି ପଟେ କିନ୍ତୁ ଥୁଆ ହବ। ହଁ ତାର କିନ୍ତୁ ଆଇଛି ପରା। ବାଲକୁନି ଧୁଆ ହେଲେ ବି କଣ ହେଇଯାଉଛି, ସେ ପ୍ଲାଷ୍ଟିକ ତ କଣ। ଗୋଟେ ହବନି ନା? ଗୋଟେ ହବ, ଗୋଟେ ଥାଉ, କଣ ଦୁଇଟା ସେଥିରେ ଇଏ ହବ କି? ଆଜ୍ଞା ହଁ ଯାଉଛି। ହେଇଗଲା? ହୁଁ ରଖିଦେଇଥିବି। ବାଲକୁନି ଘର, ବାଲକୁନି ଆର ବାଲକୁନି ବାସ୍ ପୁରା ବାସ୍। ରଖିଦେଇଥିବି ତ? ହଁ ଠିକ ଅଛି। ଦେହ ପୁରା ଠିକ ଅଛି? ତମେ ଖାଇବ? ମୁଁ ଖୁସି, ମୁଁ ଆଗ ଖାଇବି। ଆମେ ବା ପଶିଛୁ ଭାଗ ନବା ପାଇଁ, ତମେ କଣ ଏକା ଖାଉଛ? ଦିଅ ଦିଅ ଗୋ ଜଲ୍ଦି ଗୋ ଆଣେ। ଗୋ ଗୋ। ପେଟ ବଥେଇବ। ନା 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 ନା, ଆଉ ଟିକେ ଅଧିକା ଟିକେ ଦିଅ, ମୁଁ ଖାଇବିନି ନହେଲେ। ହଁ
ସବୁବେଳେ ଭଗବାନ ସେୟାରିଂ ଇଜ କେୟାରିଂ। ନମସ୍କାର। ଏ ଚିଙ୍ଗୁଡି ଜଳ କଣ ବାସିଲାଣି? ଆଉ ଚିଙ୍ଗୁଡି ତ କରିଛ, ବଡ ଦେଖିଆ ଆଣିଲି, ଆଉ ଜାଗା ହେଲାନି, ଚୁଲି ବୋହୁ ଫୋନ କରିଥାନ୍ତି ଆଉ। ଜୟ ଜଗନ୍ନାଥ। ମୋ ଧନୁକୁଲୋ, ମୋ ପୁଅ କେତେ ଖୁସି ହେଇଯାଇଥିଲା ହଁ ଶବ୍ଦ ଶୁଣିକି। ଆଣ୍ଟି ଫୋନ କଲେଣି, ମୁଁ ତ ଯାଇକି ଆଣି ପକେଇଥାନ୍ତି। କାଲି ଉପରବେଳା ନାଇଁ ମ ଶୁକ୍ରବାର ଦିନ ସକାଳେ ସବୁ ଦେଲେ। ଶୁକ୍ରବାର ଦିନ ଉପରଓଳି ଯିବେ ପରଦିନ ଗଲେ ତାଙ୍କ ମେଡିକାଲ ଦେଖି। କାଇଁ ଶୁକ୍ରବାର ଦିନ ତମେ ଅଣ୍ଡା ତରକାରୀ କରିବ ନା କଣ? ଆମେ ଖାଇବୁନି। ଏଇଟା ହିଁ ଦେବି ତମେ ନ ଖାଇବ। ବିଟୁ ଅଙ୍କଲ ପରଦିନ ବ୍ଲଡ ଟେଷ୍ଟ କରିଥିଲେ, କାଲି ରିପୋର୍ଟ ପୁଣି ଦେଖେଇକିରି ପରଦିନ ରିପୋର୍ଟ ଦେଖେଇକି ମେଡିସିନ ପୁଣି ଲେଖିବେ। ସୁଗାର ଟେଷ୍ଟ ପୁଣି ସବୁ ମାସରେ ଏଟା ପୁଣି ସେୟା କହିଥିଲି ଏମିତି ସ୍ନେହ ମମତାରେ ରହିଥାଉ ଆମେ ନହେଲେ କେହି ଆସନ୍ତିନି ଗଲା ପରେ। ଅଙ୍କଲ ଆଣ୍ଟି କିନ୍ତୁ ଯାହା କଣ୍ଟିନ୍ୟୁ ରଖିଛନ୍ତି। ଆଉ ଆମେ ଏକ୍ସାଇଟମେଣ୍ଟ ଯେ ମୁଁ ପିଣ୍ଟୁକୁ କେତେଥର ପଚାରି ସାରିଲିଣି ଏ ସତରେ ଆସୁଛନ୍ତି କି ନାହିଁ ଏ ଟାଇମ ତ ହେଲାଣି ମୁଁ କୋଉ ମଝିରେ କେତେ ଥର ଅଙ୍କଲକୁ କହିଲି ଯେତେବେଳେ ବର୍ଷା ହେଇଥିଲା ମୁଁ କହିଲି ହେ ଟିକେ ଟାଣିନା ଟିକେ ବୁଲିକି ଆସିବା ହଁ ଯିବା ଦେଖିକିରି କେତେବେଳେ ଆଉ ସେମାନେ ରହୁନି କହୁଛନ୍ତି ସତେ ଭାଇ ଯାହା ହଉ ତୋ ବୋଉର ମନ ଥିଲା ହେଇଗଲା ଆଣ୍ଟି ଡାକିଲା ହେଇଗଲା। ତୁ କିଛି କାମ କରୁଛୁ କାମ ତୁ କି? ମୁଁ ଭାବିଲି କାମ କରୁନୁ କୁଆଡେ ବୁଲୁଛୁ ବୋଧେ। ଆଉ ମାର୍କେଟ ଆଡେ ଟିକେ ବୁଲିବାକୁ ଯାଇ ବର୍ଷା ଦେଖୁଛୁ କି ନାଇଁ? ତମେ ଆସିପାରିବନି ବୋଧେ ବର୍ଷା ମୁଁ କାରରେ ଯାଇଥିଲି ପ୍ରଶାନ୍ତ ସହିତ। ବାବାରେ ଆମର ଚିକେନ, ଏଇଟା ପ୍ରୋନଟା କି? ବାଃ ରେଡି ଆଉ। ଦିଦି ଖାଇବା ଖାଇବା। ଖାଇବା ପାଇଁ ତ ରେଡି ଅଛି ହେଲେ ଲୋକ ଆସିନାହାନ୍ତି। ଆଣ୍ଟି ଖାଲି ଜଣେ ଆସିଛନ୍ତି ନାଇଁ କି? ଅଙ୍କଲ ପୁଅ ଆଉ ଅଙ୍କଲଙ୍କର ଆଚାର। ଆଣ୍ଟି ଖାଇଲେଣି କି? ତୁ ଆଚାର ଖାଉ ଚୌପତି ନାଇଁ ନାଇଁ ସେପଟେ ଅଛି ଯୋଉ ସୋଫା ଉପରେ। ସେଇଟା ପାଇଁ ତମକୁ ଆଣ୍ଟି ଟେଷ୍ଟ କଲେଣି ଟି? ଟେଷ୍ଟ କଲେଣି? ହଉ ମତେ କଣ ଚିପ୍ କେସ୍ କଲି କରି ଦେଇଛି ଏଇଠି ବସ କିଛି ହଁ ହଁ ନେଇଯା ତମେ ଟାଣ ଦବ ଯେ ନରମ ଭାତ ଦବ ନରମ ଏଇଟା ହଁ ଏଇଟା ଆଇଟମ ଏଇଟା କଣ ହେଇଛି ମୁଁ ଜାଣିନି ଏ କଥା ଆଇଟମ ସେଇ ନାହାନ୍ତି ଏକ ମିନିଟ କରୁଛନ୍ତି ଯଦି ଠକିବେ ଲିଟଲି ଆଜ୍ଞା ଖାଲି ଖାଲି ଖଲି କିଛି କଣ ନାହିଁ ଖଲିରେ? କଣ ବୋଉ ଡାକିଛି ଖାଲି ସେଲ୍ଫି ଗୋଟେ ନିଅ। ଆଣ୍ଟି ଆଣ୍ଟି ଚିଙ୍ଗୁଡିକୁ ଦେଖେଇବି। ହଁ ଆଣ୍ଟିକୁ ବାଢିଆ ଦାୟିତ୍ୱରେ ଲଗେଇ ଦିଆ ହେଇଛି। ଆଜ୍ଞା ଆଜ୍ଞା ଆଳୁ ପଡିଛି। ଆଣ୍ଟି ରିଭ୍ୟୁ ଦଉନାହାନ୍ତି କଣ ଲାଗୁଛି? ଅଙ୍କଲ ଆପଣ ତ ସାଧା ଆଉ। ଆଳୁ ଚକଟା ହଉଛି ନମ୍ବର 1, ଆଜ୍ଞା ଏ ନମ୍ବର 2, ଏ ନମ୍ବର 3, ଆଚାର ତ ବଢିଆ। ଆଣ୍ଟି ଏଥିରେ ଲଙ୍କା ଦେଇଛି ତମେ ଟିକେ ଦେଇ ତାଙ୍କୁ କୁହ ସେ ସାଧା ଖାଉଛନ୍ତି ଟିକେ ଦେଇ ରାକି ଆଣ୍ଟି ଏଇଟା ଖୁସିରେ ସବୁ ଡାକିବ ଆମ କିସ୍ତି ପାଟି କଣ ଟେଷ୍ଟ ଆଉ କଣ କାହାକୁ ଲାଗିବ କୁହ? ଏଇଟା ଆମ କିଟି ବାଟି ସବୁ ଭଲ ଅଛି କି ନାଇଁ ଖାଇବା? କୋଉଟା ବେଶୀ ଭଲ ହେଇଛି? ସାଧା ନଡ଼ିଆ ଚଟଣି ହଉ ଗୋଟେ ହରିବଲ ଗୋଟେ ହଉ
ମୁଁ ଦେଖିବି କାହା ପ୍ଲେଟ୍ ଖାଲି ଅଛି। ରାତି ଜଣ ଦେଖିବା ବୋକୁ ପୁଛି ଲାଗି ନିଜେ ରାଜ ଦେଇଛି ଦେ ସେ ଦେଖିବା ତୁ ବାବା ଖାଇସାରା ଲୋକ ଜାଣିବେ କି ତମେ ଝଗଡା କରି ଶିଖ ବୋଲି। ଏମିତି ବି ମୋର ନାଁ ଅଛି। ଆପଣ ଯିବେ ଶୁକ୍ରବାର ଦିନ ସକାଳ ହେଲା ଆମ ପୁରୀ ତରକାରୀଟା ଆଜି ବାଦ ପଡିଗଲା। କାଲିକି ଆମେ ରାତିରେ ପୁରୀ ତରକାରୀ ଖାଇବୁ। ବେଳାରେ ଅରୁଆ ଯାହା ଖାଇଛି ସାଧା। ଆଉ ଶୁକ୍ରବାର ଦିନ ସକାଳେ ଆମେ ଯାଇକି ବସେଇ ଦବୁ। ରହିଲେ ବି ଆମେ ରଖେଇବୁନି। କାଲି ସକାଳେ ଆଉ ଶନିବାର ରଥଟା ଟାଣି ଦେଇଛୁ। ଆହୁରି ବଢିଆ ହବ କହୁଛି ଯଦି ଆପଣ ଶନିବାର ରଥଟା ଟାଣି ଦେଇଛୁ। ଯଦି ରବିବାର ଦିନ ସକାଳେ ଆପଣ ଖାଆନ୍ତି ମୁଁ କିଛି ନା କିଛି 5 ଜଣ ହେଲେ ବି ମାନେ ଆମେ ନେଇକି ଛାଡି ଶନିବାର ରଥ ଟାଣି କେତେ କାମ ତାର ଅଛି ଆଇସ୍କ୍ରିମ ଖାଇଲେ ମୁଁ ବସିବି ବାଏ ବାଏ କରିବନି? ସନ୍ଧ୍ୟାବେଳେ ଆସିବି ଆଉ ପୁଣି କଣ ବାଏ ବାଏ କରିବି? ହଉ ହଉ ଠିକ ଅଛି। ସମସ୍ତେ ଆସିବ ଆଣ୍ଟି ଆଣ୍ଟି ସମସ୍ତେ ଆସିବ ତ? ପଡୋଶୀ ବି ଆଣିବ। ବନେଇକି ଦେବେ ଚା ପକୋଡି ପିଆଜି ଆଣ୍ଟି ଖାଇଲେଣି କି ଖାଇନାହାନ୍ତି ନା ଥୁଆ ହେଇଛି ସବୁ? ମିଠା ଛିଡୁନି ସେ ତ ଥୁଆ ହେଇଛି ସବୁ ଖାଇନାହାନ୍ତି। ଏଟା କିଟି ପାଟି ବା ସବୁ କିଟି ପାଟି ମିଲ୍ ବି କିଛି ବାଟ ରୁଟି କରୁଛି କିଏ ଖାଇବ ପଚାର କିଏ ଖାଇବ? ମୋ ସ୍ୱାମୀ ଆଉ କିଏ ଖାଇବେନି? ତୁ ଖାଇବୁନୁ? ତୁ ତ ସୁରାଗ ଖାଇବୁ। ଆଉ ମୁଁ ଭାତ ଖାଇବି ଆଉ ଜେଜେ ତୋର ଶାଶୁ ଭାତ ତୋ ପୁଅ? ହଁ ଆଉ ରୁଟି ତ ଖାଇବା ନାହିଁ କଣ? ଆମ ଆଣ୍ଟି ମାନେ ସବୁ ପକୁଡି ଖାଇସାରିଲେନି ତାହେଲେ। ଯା ଟିଭି ଦେଖିବୁ। ବଡୁ ବଡୁ ପାଖରେ ବସି ବଡୁ ବଡୁ ଶୋଇଛନ୍ତି? ବଡୁ କଣ କରୁଛନ୍ତି? ବଡୁ କଣ କରୁଛନ୍ତି? ଦେହ ଭଲ ନାହିଁ ବଡୁର? ଏଇ ଯୋଉ ଡେକ୍ଚିରେ କପ ନଥିଲା ଘରେ? ନାହିଁ କପ ନଥିଲା। ଡଙ୍କିରେ ଆଣି ପକାଅ ଦିଦି, ଟଙ୍କିରେ ଆଣି ପକାଅ, ଡଙ୍କିରେ ଆଣି ପକାଅ। ଗୁଡ କେତେ ଅଧା କେଜି ତ? ଆଉ କଣ ବାକି ରହିଲା କଣ? ଆଉ ତା ବାକିରେ ତମେ ତମର ଲେଖିବା ଆମ ଲିଷ୍ଟ ଚାଲିଛି କାଲି ଅରୁଆ ଡାଲମା ଭୋଜି ଅଛି। କେତେ ପାର୍ଟି ଗ୍ରୁପ ତରଫରୁ ହେଲା ଲିଷ୍ଟ ଚାଲିଛି। ମିଟିଂ ଯିବେ କିଣିବା ପାଇଁ ଆଉ କଣ ଆଉ କଣ କରିଦିଅ। ରାଇସ୍ ରେ ତ ହେଇଗଲା, ଡାଲିର ଯୋଗାଡ ହେଇଗଲା ତ? ଖଟା ଯୋଗାଡ ହେଇଗଲା। ଆଉ ସାଲାଡ କଣ କରିବ? ସାଲାଡ ଗାଜର ନାହିଁ ତ? କାକୁଡି ଟମାଟୋ ଦହି ନାହିଁ? ପୋଟଳ ଗୁରୁମା ଥୋଡି ହବ? ପୋଟଳ ଗୁରୁମା ଖାଇବା କେମିତି ଖାଲି ଭାତ ଡାଲିଟେ ଦବ କି ତାଙ୍କୁ? ଆଣ୍ଟି କହିବେ ତାହେଲେ। ଆଣ୍ଟି ଅଙ୍କଲ ଭାତ ଡାଲି ଖାଇବେ ନା କଣ? ଆଣ୍ଟି କୁହନ୍ତୁ। ନା ନା ଆମେ ପଚାରିବାର ମାନେ ହେଲା ସ୍ତ୍ରୀ କହିବ ସ୍ୱାମୀର ଫେଭରାଇଟ ଜିନିଷଟା କାହିଁକି? ଆମ ଲିଷ୍ଟ ଚାଲିବ ହେଲା ଟାଇମ ଦେଖି କାଲି ଭିଡିଓ ହେଲା।